नमस्कार, गुड मॉर्निंग, जय आरसीएम। सुप्रभात ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆ, ନୂଆ ମାସର ଆଜି 1 ଫେବୃଆରୀ 2026। ନୂଆ ନୂଆ ମାସର ନୂଆ ଆରମ୍ଭ, ନୂଆ ସକାଳ ଆମକୁ ଅପେକ୍ଷା କରି ରହିଥିଲା। ତ ସବୁଠୁ ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି କି ଆ, ଆପଣ ଗତକାଲିର ଯୋଉ କ୍ଲୋଜିଂକୁ, ଜାନୁଆରୀ ମାସର ଯୋଉ କ୍ଲୋଜିଂକୁ ବହୁତ ବଢିଆ ଭାବରେ ବହୁତ ମେହନତ କରିକି ବହୁତ ଆଗକୁ ବଢେଇଲେ, ସେଥିଲାଗି ଆପଣମାନଙ୍କୁ ବହୁତ 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 ଅନ୍ତରର ସହିତ ଶୁଭେଚ୍ଛା। ମୁଁ ଚାହୁଁଛି ଯେ ଏମିତି ଯେମିତି ଆପଣ ଗତ ମାସରେ ଆପଣ ଆଗକୁ ଗ୍ରୋଥ କରିଚାଲିଲେ, ସେମିତି ଆଗକୁ ଗ୍ରୋଥ କରିଚାଲିବେ। କାରଣ ଜୀବନର ଧର୍ମ ତ ହଉଛି ସେଇଆ ଯେ ଯଦି ଆମେ କୋଉଠି ରହିଗଲେ ତାହେଲେ ସେଠି ରହିଗଲେ। ତ ଆଜି ଆମେ ଗ୍ରୋଥ କରିବା ପାଇଁ ସମୟ ଆସିଛି। ଚାହେ ଗୁରୁକୁଳରେ ବସିବାର ସଂଖ୍ୟା ହଉ ବା ନା ଆମର 150-25ର ଗ୍ରୋଥ ବି ହଉ, ଗ୍ୟାସେସ ର ଫର୍ମୁଲାକୁ ବି ହଉ, ସିଡ୍ସ ର ଫର୍ମୁଲାକୁ ହଉ, ସେହତ ସାଥୀ ହଉ, ସେହତ କି ସିତାରେ ହଉ, ଯାହା ବି ହଉ, ଯେକୌଣସି ଆ, ଆମ ସିଷ୍ଟମରେ ଆସୁଛି, ତ ସବୁ ସିଷ୍ଟମକୁ ଆପଣ ମାନେ ଆଗକୁ ନବାରେ ଯୋଉ ପ୍ରକାରର ଆଗଭର ହଉଛନ୍ତି, ସେଥିଲାଗି ଆପଣଙ୍କୁ ବହୁତ 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 ଧନ୍ୟବାଦ। ବହୁତ ସାରା ସାଥୀ ଅଲରେଡି ଆସିଗଲେଣି, ଆହୁରି ବି ଯୋଉ ସାଥୀ ମାନେ ଆସିନାହାନ୍ତି ତାଙ୍କୁ ବି ଇନଭାଇଟ କରିଦିଅନ୍ତୁ। କାହିଁକି ନା ଆମେ ଜାନୁଆରୀରେ ଯାହା ଥିଲେ ଆମେ ଫେବୃଆରୀରେ ସେୟା ହବାନି। ଏମିତି ବି ଦେଖିବାକୁ ଗଲେ ଫେବୃଆରୀ ତ ମାତ୍ର 28 ଦିନ। ଏ ଏ ମାସରେ କମ ଦିନରେ ଆମେ ଅଧିକ ଯୋଉମାନେ ବି କରିକି ଦେଖେଇଛନ୍ତି, ତ ସେମାନେ ହିଁ ପ୍ରଶଂସାର ପାତ୍ର ହେଇଛନ୍ତି। ତ ଆମକୁ 100% ଗ୍ରୋଥ କରିବା ନିହାତି ଦରକାର। ଚାହେ ଯଦି କାହାର 20,000 ବି ଜାନୁଆରୀ ମାସରେ ହେଇଛି, ତ ଆଜି ବି ଦେଖନ୍ତୁ ତାଙ୍କର ପ୍ଲାନିଂ 40,000ର ପ୍ଲାନିଂ ଆଜି ରଖିବା ନିହାତି ଦରକାର। ଯାର 40,000 ଅଛି ତାର 80,000, ଯାର 80,000 ହେଇଛି 1,60,000, ଏଇ ହିସାବରେ 100%ର ଗ୍ରୋଥ ନିହାତି ଦରକାର, ତାକି ଆମେ ଆମ ଟିମକୁ ବହୁତ ଭଲ ମେସେଜ ବି ଦେଇପାରିବା, ବହୁତ ଭଲ ଆଗ୍ରହ ବି ସୃଷ୍ଟି କରିଦେଇ ପାରିବା। ତ ସେଥିଲାଗି ଆପଣମାନଙ୍କୁ ଅନୁରୋଧ ଯେ ଗ୍ରୋଥ ଉପରେ ଆପଣମାନେ କାମ କରିକି ଦେଖେଇଛନ୍ତି, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ବହୁତ ଖୁସିର କଥା କି ଆଜି 1 ତାରିଖରେ ବହୁତ ନୂଆ ପ୍ରଡକ୍ଟ ଲଞ୍ଚ ହେଲା। ଆ, ଯେମିତିକି ଆମେ ଜାଣିଛେ ଗୋଟେ ଗୋଟେ ପ୍ରଡକ୍ଟ ମାନେ ଗୋଟେ ଗୋଟେ ଇଣ୍ଡଷ୍ଟ୍ରି ଆମ ସାଙ୍ଗରେ ଯୋଡି ହଉଛି। ତ ଗୋଟେ ଗୋଟେ ଇଣ୍ଡଷ୍ଟ୍ରି ଆମ ସାଙ୍ଗରେ ଯୋଡି ହଉଛି। ତ ଆମେ ଆଜି ଯୋଉ ସିଷ୍ଟମରେ ଅଛେ, ଯୋଉ ଅଭିଯାନରେ ଅଛେ, ଗୋଟେ ମାଲିକ ହିସାବରେ ଅଛେ। ତ ମାଲିକ ମାନଙ୍କର ଯଦି ଗୋଟେ ଗୋଟେ ଇଣ୍ଡଷ୍ଟ୍ରି ବଢିଯାଏ, ତାହେଲେ ତାଙ୍କ ଟର୍ନଓଭର କେତେ ହବ ଅନୁମାନ କରିବା ନିହାତି ଜରୁରୀ। ତ ସେଥିଲାଗି ଯୋଉ ନୂଆ ପ୍ରଡକ୍ଟ ଆଜି ଆମର ଲଞ୍ଚ ହେଇଥିଲା, ତ ଆପଣମାନେ ଦେଖିଲେ ଆଜି ଗୁରୁକୁଳରେ ପ୍ରିୟଙ୍କା ମ୍ୟାଡାମ ଏସବୁ ଡିକ୍ଲେୟାର ହଉଥିଲା। କିନ୍ତୁ କଥା ହଉଛି ଏଇଆ ଯେ ଦୁଇଟି ଜିନିଷ ଆମେ କରିବାନି, ଯେ ଯଦି କୌଣସି ନୂଆ ପ୍ରଡକ୍ଟ ଆସିଲା ପୁରୁଣା ପ୍ରଡକ୍ଟକୁ ଛାଡିଦବାନି, ପୁରୁଣା ପ୍ରଡକ୍ଟ ବି ତା ଜାଗାରେ ନବା, ନୂଆ ପ୍ରଡକ୍ଟ ବି ତା ଜାଗାରେ ନବା। ଇଏ ହଉଛି ଗୋଟେ ବହୁତ ବଡ କଥା। ଆଉ ଦ୍ୱିତୀୟ କଥା କି ଏଇ ଯୋଉ ନୂଆ ପ୍ରଡକ୍ଟ ଆଜି ଆମର ଲଞ୍ଚ ହେଲା, ଆ, ତାକୁ ନେଇକି ଆମେ ମ୍ୟାକ୍ସିମମ୍ ସାଥୀ, ଯେମିତିକି ଟିସି ସାର୍ କହୁଥିଲା ନା, ଖୋଲିକି କାମ କରିବା। ତ ମ୍ୟାକ୍ସିମମ୍ ସାଥୀଙ୍କ ପାଖରେ ଯଦି ଆମେ ପହଞ୍ଚିବା, ମ୍ୟାକ୍ସିମମ୍ ସାଥୀଙ୍କ ପାଖରେ ଆମେ ଇନଫର୍ମେସନ ଦବା, ତ ଟର୍ନଓଭର ବହୁତ ବଢିଯିବ। ତ ଯୋଉଥିରେ କି 100% ଆପଣଙ୍କୁ ବହୁତ ଛୋଟ ଲାଗିବ ଯେ ଆଜି ଆମେ ଗ୍ରୋଥ ଯୋଉ କଥା ଚିନ୍ତା କରୁଛେ, 100% ଗ୍ରୋଥ ଆମକୁ ବହୁତ ଛୋଟ ଲାଗିବ। ତ ସେଥିଲାଗି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣମାନେ ପ୍ରତ୍ୟେକ ଦିନ ସକାଳକୁ ସମୟ ବାହାର କରୁଛନ୍ତି, ଆଉ ସମୟକୁ ଆଡଜଷ୍ଟ କରୁଛନ୍ତି। ବହୁତ ସାରା ସାଥୀ ଟାଇମ ଆଡଜଷ୍ଟ କରିପାରୁନାହାନ୍ତି, କିନ୍ତୁ ଆପଣମାନେ ଟାଇମ ଆଡଜଷ୍ଟ କରୁଛନ୍ତି, ସେଇଟା ହଉଛି ସବୁଠୁ ବଡ କଥା। ଦେଖନ୍ତୁ, ସମୟକୁ ଯଦି ଆମେ ଆମେ ଯଦି ଆଡଜଷ୍ଟ ନ କରିବା, ତାହେଲେ କିଏ ଆମକୁ ଆଡଜଷ୍ଟ, ଆମର କେମିତି ଗ୍ରୋଥ କେମିତି ହବ? ଓକେ। ଆଜି 1 ଫେବୃଆରୀ, ବହୁତ ଖାସ ଦିନ। ଆଜି ନୂଆ ସଂକଳ୍ପ, ନୂଆ ପ୍ଲାନ, ନୂଆ ତିଆରି କରିକି ନୂଆ ଆଗକୁ ଆମେ ବଢିବା, ତାକି ଆମେ ଜୀବନରେ ଗୋଟେ ବହୁତ ବଡ ରୂପ ଆମେ ନେଇପାରିବା। ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆମକୁ ମଣିଷ ଜନ୍ମ ଦେଇଛନ୍ତି। ଆଉ ସବୁଠୁ ଆମେ ଭାଗ୍ୟବାନ ଯେ ଆମେ ଆରସିଏମ ରୂପୀ ଗୋଟେ ମହା ଅଭିଯାନରେ ଆମେ ମାନେ ସାମିଲ ହେଇଛେ।
टीसी छाबड़ा ସାର୍ଙ୍କର ଚିନ୍ତାଧାରା ସହିତ ଆମ ଚିନ୍ତାଧାରାକୁ ଆମେ ମିଶେଇ ପାରୁଛେ। ତ ଯେହେତୁ ଆଜି 1 ଫେବୃଆରୀ 2026 ଆଜିର ରଣନୀତି ଆମର କଣ ହବ, ଆମେ ଆଗକୁ କେମିତି ବଢିବା, ବହୁତ ବଡ ଆକାରରେ କେମିତି ଆମର ଟର୍ଣ୍ଣଓଭରକୁ ବଢେଇବା। ତ ଆମର ଗୁରୁଦେବ ଆମ ସାଙ୍ଗରେ ଅଛନ୍ତି, ସବୁଦିନେ ଆମ ସାଙ୍ଗରେ ରହୁଛନ୍ତି, ଆମକୁ ଗାଇଡ କରିବା ପାଇଁ। ଆମକୁ ଆଗରେ ଫିଲ୍ଡରେ ବହୁତ ବଡ ନା, ତାଙ୍କର ଇଚ୍ଛା ଅଛି, ତାଙ୍କର ସ୍ୱପ୍ନ ଅଛି ଯେ ଆମମାନଙ୍କର ଗ୍ରୋଥ ହବ। ଆଉ ପ୍ରାକ୍ଟିକାଲି ବି ମୁଁ ଗୋଟିଏ କଥା କାଲି ବି ଦେଖିଲି ସାର୍, ଯୋଉମାନେ ବି ଏଇ ଗୁରୁକୁଳକୁ ଆସୁଛନ୍ତି ଆଉ ଗୁରୁକୁଳର ଶାଖାକୁ ଆସୁଛନ୍ତି, ସେଇମାନଙ୍କର ହିଁ ଗ୍ରୋଥ ହେଇଛି। ଇଏ ହୁଏତ କାହାକୁ ଖରାପ ବି ଲାଗିପାରେ, କିନ୍ତୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ କହିବାକୁ ଚାହେଁ, ଆପଣମାନେ ହଉଛନ୍ତି ସେଇ ଭାଗ୍ୟବାନ ଯେ ଆପଣମାନେ ଗୁରୁକୁଳକୁ ଆସୁଛନ୍ତି ଆଉ ଗୁରୁକୁଳର ଶାଖାକୁ ଆସୁଛନ୍ତି। ଆଉ ଯୋଉମାନେ ଆସୁଛନ୍ତି ହିଁ ସେଇମାନଙ୍କର ଗ୍ରୋଥ ହଉଛି, ଆଉ ଯୋଉମାନେ ନ ଆସୁଛନ୍ତି ତାଙ୍କର କିଛି ମାନେ କିଛି ବି ସେମିତି ହଉନି। ତ ମୁଁ ଆଉ ବିଶେଷ ସମୟ ନେବିନି, ଆଜି ଫାର୍ଷ୍ଟରେ ଆମକୁ ଗାଇଡ କରିବା ପାଇଁ ମୁଁ ସାର୍ଙ୍କୁ ଇନଭାଇଟ୍ କରିବି। ସାର୍ ପ୍ଲିଜ ୱେଲକମ୍ ସାର୍, ଆର କେ ଚାନ୍ଦ ସାର୍। थैंक यू बहुत बहुत धन्यवाद। ସାର୍ ସମସ୍ତଙ୍କୁ ନମସ୍କାର ନମସ୍କାର। ନୂଆ ବର୍ଷର ନୂଆ ମାସର ସମସ୍ତଙ୍କୁ ଶୁଭେଚ୍ଛା। କାଲିର ଆପଣ ମାନଙ୍କର ଯୋଉ ପ୍ରକାର ସବୁ କ୍ଲୋଜିଂ କରିଛନ୍ତି, ବହୁତ ଭଲ ଭାବେ କ୍ଲୋଜିଂ କରିଛନ୍ତି। ସେଥିପାଇଁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଯୋଉମାନେ ଆଚିଭମେଣ୍ଟ କରିଛନ୍ତି ସେମାନଙ୍କୁ ସମସ୍ତଙ୍କୁ କଂଗ୍ରାଚୁଲେସନ। ତ ଆମେ ଏବେ ଗୋଲ ସେଟିଂ କରିବା। ଆମେ ନୂଆ ମାସ ପାଇଁ ଏବେ ଗୋଲ ସେଟିଂ କରିବା। ଗୋଲ ସେଟିଂ କରିବା ନିହାତି ଜରୁରୀ, ତେଣୁ ଆଜି ଆପଣ ମାନେ ନିଜର ଟିମ୍ ସହିତ ଗୋଲ ସେଟିଂ କରନ୍ତୁ। ଆପଣ ଗୋଟିଏ କଥା, ଯୋଉ କଥାଟି ମତେ ସବୁବେଳେ ଇନ୍ସପାଇରେସନ ଦିଏ, ଆଉ ମୁଁ ସବୁବେଳେ ସେଇ କଥା ସମସ୍ତଙ୍କୁ କୁହେ ଯେ ଯାହା ଆମେ ଗତକାଲି କରିଥିଲେ ସେଇ କଥା ଆଜି ଯଦି କରିବା ତାହେଲେ କାଲି ଯାହା ପାଉଥିଲେ ଆଜି ହିଁ ସେୟା ହିଁ ପାଇବା। ଏ ଅତି ସିମ୍ପଲ କଥା, କିନ୍ତୁ ଏହାର ଗଭୀର ଚିନ୍ତାଧାରା ଅଛି। ଯଦି ଆମେ ଯାହା ଆମେ କରି ଆସୁଛେ, ଗତ ମାସରେ ଆମେ ଯୋଉ ଭଳି କାମ କରିଥିଲେ ଆମେ ସେତିକି ତାର ଫଳ ପାଇଲେ। ଯଦି ଆମେ ସେଇଭଳି କାମ କରିବା ତାହେଲେ ଏ ମାସରେ ମଧ୍ୟ ସେଇଭଳି ହୁଏତ ଫଳ ପାଇବା, ନହେଲେ ତାଠୁ କମ ମଧ୍ୟ ହେଇଯାଇପାରେ। ଯଦି ଆମେ ବେଶୀ କିଛି ଚାହିଁବାକୁ ଚାହୁଁଛେ, ଆମେ ଯଦି ଗ୍ରୋଥ ଚାହୁଁଛେ ତାହେଲେ ଆମର କର୍ମ ଶୈଳୀ ମଧ୍ୟ, କର୍ମର ପରିସର ମଧ୍ୟ ସେଇଭଳି ଭାବେ ବଡ ଆକାରରେ କିଛି କରିବାକୁ ହିଁ ପଡିବ। ତେଣୁ ଏଇ ପ୍ରକାର ଚିନ୍ତାଧାରା ଉପରେ ବେଶ କରିକିରି ଆଜି ଟିସିଜି କହିଲେ ନିଜର ଦାୟରା ବଢାନ୍ତୁ ବା ନିଜର ପରିସର ବଢାନ୍ତୁ। ନିଜର ପରିସର ବଢିବା ଗୋଟେ ବଡ କଥା। ପରିସର ବଢିବା ଅର୍ଥ ହେଲା ନିଜର ଚିନ୍ତାଧାରା, ଜ୍ଞାନ, ଅନୁଭବ ଓ କ୍ଷମତାକୁ ବିସ୍ତାର କରିବା, ଅର୍ଥାତ ନିଜ ସୀମାରୁ ବାହାରକୁ ଆସିବା। ଆମେ ଯଦି ନିଜର ସୀମା ରେଖା ଭିତରେ ସବୁବେଳେ ଥିବା, ଆମେ ଚିନ୍ତାଧାରା ବଢିବାନି, ଆମର ଜ୍ଞାନକୁ ବଢିବାନି, ଆମର କର୍ମକୁ ବଢିବାନି, ଆମର କ୍ଷମତାକୁ ବିସ୍ତାର କରିବାନି, ତାହେଲେ ଆମେ ଯେମିତି ଥିବା ସେମିତି ରହିବା। ତ ଆମକୁ ଟିକେ ବାହାରକୁ ଆସିବାକୁ ପଡିବ। ନୂଆ ଜିନିଷ ଶିଖିବା, ନୂଆ କୌଶଳ, ନୂଆ ଭାଷା କିମ୍ବା ପ୍ରଯୁକ୍ତି ଶିକ୍ଷା ନିଜ ବ୍ୟକ୍ତିତ୍ୱ କ୍ଷମତାକୁ ବଢେଇବା ପାଇଁ, ସାଧାରଣତଃ ନିଜକୁ ଆହୁରି ଅପଗ୍ରେଡ କରିବା ପାଇଁ, ଯାହାକୁ ସହଜରେ ଆମେ କହିବା ଅପଗ୍ରେଡ ଆଣ୍ଡ ଅପଡେଟ। ନିଜକୁ ଅପଗ୍ରେଡ କରିବା ଆଉ ନିଜକୁ ଅପଡେଟ କରିବା, ଯୁଗୋପଯୋଗୀ କରିବା, କମ୍ଫର୍ଟ ଜୋନ୍ ବାହାରି ଆସିବା। ତେଣୁ ନୂଆ ଅନୁଭବ, ଚ୍ୟାଲେଞ୍ଜକୁ ଗ୍ରହଣ କରିବା। ଆମର RCM ର ଯୋଉ ଟ୍ରେନିଂ କଥା ମୁଁ ସବୁବେଳେ କୁହେ, ଆପଣ ମାନଙ୍କର ଟ୍ରେନିଂ ନବା ବହୁତ ଦରକାର। ଟ୍ରେନିଂ ତ ସାର୍ ଆମର ସଞ୍ଜୀବ ସାର୍ଙ୍କର ହବ, LDP ପ୍ରୋଗ୍ରାମ ହବ, ସେଥିପାଇଁ ଆପଣ ମାନେ ପ୍ରସ୍ତୁତ ହୁଅନ୍ତୁ। ଟ୍ରେନିଂ ବହୁତ ଦରକାର। ତେଣୁ ଆପଣ ମାନେ ବିଶେଷ କରି ଆରତୀ ମ୍ୟାଡାମଙ୍କର ଟିମ୍ ର ଟ୍ରେନିଂ ବ୍ୟବସ୍ଥା କରନ୍ତୁ ଏଇ ମାସରେ। ଶତପଥୀ ସାର୍ ଯାଇ ଟ୍ରେନିଂ ଦେବେ, ମୁଁ ଯାଇ ଟ୍ରେନିଂ ଦେବି। ଟ୍ରେନିଂ ବହୁତ ଦରକାର ଆପଣ ମାନଙ୍କ ପାଇଁ। ଆପଣ ମାନଙ୍କର ଯେମିତିକା ଇଚ୍ଛା ଶକ୍ତି ଅଛି, ଜୋଶ ଅଛି, ଆଗ୍ରହ ଅଛି, ଉତ୍ସାହ ଅଛି,
ତେଣୁକରି ବହୁତ ଶିଖିବାରେ ଅଛି, କେମିତି ଲୋକଙ୍କ ସହିତ କଥା କହିବା, କେମିତି ଭାବରେ ଲୋକଙ୍କୁ ଇନଭାଇଟ କରିବା, କେମିତି ଭାବରେ ରିଜେକ୍ସନ ନାକୁ ଫେସ୍ କରିବା। ନା ମାନେ କଣ, ନୋ ମାନେ କଣ, ନେକ୍ସଟ ଅପରଚ୍ୟୁନିଟି, ଏଇଭଳି ରିଜେକ୍ସନ କୁ କେମିତି, ଲୋକଙ୍କୁ ଆମେ କେମିତି ଭାବରେ ସଂକୋଚ ଦୂର କରିବା, କେମିତି ଭାବରେ ନିଜର ଲିଡରସିପ ଡେଭଲପମେଣ୍ଟ କରିବା, କେମିତି ଭାବରେ ନିଜର ନେଟୱାର୍କ ବଢେଇବା, ହୋମ ମିଟିଂ କେମିତି ଭାବରେ ନବା, ବହୁତ କିଛି ଶିଖିବାର ଅଛି। ନିଜର ପର୍ସନାଲିଟି ଡେଭଲପମେଣ୍ଟ କରିବା, ବିଶେଷ କରି ଲୋକଙ୍କୁ ହାଉ ଟୁ କଣ୍ଟାକ୍ଟ ଆଣ୍ଡ ଇନଭାଇଟ ପିପୁଲ, ଇଏ କେତେ ପ୍ରାକ୍ଟିକାଲି, କେତେ କଣ କୋଉ ପ୍ରକାର ଭାବେ କଥାବାର୍ତ୍ତା କରିଲେ, କୋଉ ପ୍ରକାର ଭାବରେ ଲୋକଙ୍କ ସହିତ ମିଶିଲେ ଆମେ ଲୋକଙ୍କୁ ଇନଭାଇଟ କରିପାରିବା, ମିଟିଂ କୁ, ସେମିନାର କୁ, ଟ୍ରେନିଂ କୁ, ଜୁମ୍ ମିଟିଂ କୁ, ଇଏ ସବୁ ଅଛି, ଏହାର କୌଶଳ ସବୁ ଅଛି। ସ୍କିଲ୍ସ, ତେଣୁ ସ୍କିଲ୍ସ ଡେଭଲପମେଣ୍ଟ ନିହାତି ଦରକାର। ଆପଣ ମାନଙ୍କୁ ମୁଁ ପ୍ରାୟ, ଆମର ଏଇ ପ୍ରୋଗ୍ରାମ ଚାଲିଲାଣି 3 ମାସରୁ ଅଧିକା, ଆପଣ ମାନଙ୍କର ଅନେକ ଅନେକ ଆମର ଆସୁଛନ୍ତି ପୁଣି ଯାଉଛନ୍ତି, କିଛି ଦିନ ବସୁଛନ୍ତି, ଥରେ ଦିଥର ଆସୁଛନ୍ତି, ପୁଣି ତାପରେ ଦେଖା ଯାଉନାହାନ୍ତି, ଏଇଭଳି କିଛି କିଛି ଲୋକ। ଆଉ କିନ୍ତୁ ଆଉ କେତେ ଜଣ ଅଛନ୍ତି ରେଗୁଲାର ବସି ଚାଲିଛନ୍ତି, ଯେମିତିକା ଆମର ଆରତୀ ମ୍ୟାଡାମଙ୍କର ଟିମ ପ୍ରାୟ ରେଗୁଲାର ବସୁଛନ୍ତି, ସାହୁ ବାବୁ ତ ସିଏ ହଉଛନ୍ତି ଅଫଲାଇନ ରୟାଲ ଟେଜର, ସିଏ ବସୁଛନ୍ତି, ଅମିୟ ବି ବସୁଛନ୍ତି ପ୍ରାୟ ସେମାନେ, ତାପରେ ଆମର ଆକାଶ ବି ବସୁଛି, ଏମିତି କେତେ ଜଣ ଅଛନ୍ତି ଯୋଉମାନେ ରେଗୁଲାର ଆଟେଣ୍ଡ କରୁଛନ୍ତି। ରେଗୁଲାର ଆଟେଣ୍ଡ କରିବା ସହିତ ଗୋଟିଏ କାମ କରି ରଖନ୍ତୁ, ଯେ ରେଗୁଲାର ଆପଣଙ୍କର ଟିମର ଯୋଉମାନେ ଅଛନ୍ତି ସମସ୍ତଙ୍କୁ ଆରସିଏମ ର ବିଷୟରେ, ଗୁରୁକୁଳ ବିଷୟରେ ଏବଂ ଆପଣଙ୍କର ପ୍ରୋଗ୍ରାମ ବିଷୟରେ ସବୁ ଇନଫରମେସନ ଦେଇ ଚାଲନ୍ତୁ, ଆଉ ଭିଡିଓ ମଧ୍ୟ ଦେଇ ଚାଲନ୍ତୁ, ଭିଡିଓ ପଠେଇ ଚାଲନ୍ତୁ, ଏବଂ ତାଙ୍କ ସହିତ ଫୋନରେ ମଧ୍ୟ କଥାବାର୍ତ୍ତା ହୁଅନ୍ତୁ। ତେଣୁ ନିଜର ଦାୟରା, ନିଜର ଲିମିଟେସନ ବଢେଇବା, ନିଜର ବିସ୍ତାର କରିବା ହଉଛି ଏ ଆରସିଏମ ବିଜନେସ ର, ଆରସିଏମ ର ଅଭିଯାନର ମୂଳ କଥା। ଅଭିଯାନ ଆମେ କରିବା, ଅଭିଯାନରେ କଣ ଏକୁଟିଆ ଯିବା କି? କଣ ବଡ ଆମେ ଗୋଟେ ଆରସିଏମ ର ଯୋଉ ଅଭିଯାନରେ ଆମେ ଯାତ୍ରା କରୁଛେ, ଏ ସ୍ୱାସ୍ଥ୍ୟ କ୍ରାନ୍ତି ଆଣିବା, ତେଣୁ 50, 100, 500, 1000, 5000, 10,000 ଲୋକଙ୍କ ପାଖରେ ଆମର ବାଣୀ ପହଞ୍ଚିବ, ଆମର କଥା ପହଞ୍ଚିବ, ସେଇଟା, ଆଉ ଲୋକଙ୍କୁ ସାଥିରେ ନେଇକିରି ଚାଲିବା, ସେଇଟା ଅଭିଯାନ ନା। ଅଭିଯାନ କଣ, ହଁ ଯଦି ଆମେ କେବଳ ପ୍ରଡକ୍ଟ ଖାଇକି, ଆଜି ପୁଆ ବାହାରିଲା ଆଉ ଗୋଲାପଜାମ ବାହାରିଲା, ନିଜେ ଗୋଲାପଜାମ ଖାଇକି ଖୁସି ହବା, ନିଜର ପରିବାର ମାନଙ୍କୁ ମଧ୍ୟ ଗୋଲାପଜାମ ଦେବା, ଖୁସି ହବା, ସେ ଠିକ ଅଛି। କିନ୍ତୁ ଅଭିଯାନ ଯଦି କରିବା, ଏ ଅଭିଯାନରେ ଯଦି ଆଗେଇବା, ତାହେଲେ ଲୋକଙ୍କୁ ସହିତ ଆଗେଇବାକୁ ପଡିବ। ଏକୁଟିଆ ହେଲେ କିଛି ଏଥିରେ ଲାଭ ନାହିଁ, କେବଳ ପରଚେଜର ହେଇକି ରହିବା କଥା। ଆଉ ପ୍ରଡକ୍ଟ କ୍ୱାଲିଟି ଭଲ, ନିଜ ସ୍ୱାସ୍ଥ୍ୟ ଭଲ ରହିବ। କିନ୍ତୁ ଆରସିଏମ ର ବହୁତ ବଡ ଉଦ୍ଦେଶ୍ୟ ହଉଛି ଯେ ଲୋକଙ୍କର ମାନେ ଜାଣନ୍ତୁ, ଏ ପ୍ରଡକ୍ଟ ବିଷୟରେ ଜାଣନ୍ତୁ, ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ, ସେମାନଙ୍କର ଆର୍ଥିକ ସ୍ୱାଧୀନତା ସେମାନଙ୍କର ଆସୁ, ସେମାନେ ଯେମିତିକା ଆ, ଭଲ ଭାବେ ରୋଜଗାର କରିପାରିବେ, ସୁଖରେ ଶାନ୍ତିରେ ରହିପାରିବେ, ନିଜର ସ୍ୱାସ୍ଥ୍ୟ ଭଲ ହେଇପାରିବ, ଏଇ ହଉଛି ଆମର ଉଦ୍ଦେଶ୍ୟ। ତ ଆମେ ଯଦି ଏଇ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା, ତାହେଲେ ଆମେ ଲୋକଙ୍କୁ ସାଙ୍ଗରେ ନେଇକି ଚାଲିବାକୁ ପଡିବ, ଲୋକଙ୍କୁ ସାଙ୍ଗରେ ନେଇକି ଚଳିବାକୁ ପଡିବ। ତେଣୁ ଆପଣ ଫେବୃଆରୀ ମାସରେ ସବୁବେଳେ ମୁଣ୍ଡରେ ରଖନ୍ତୁ ଯେ ମୁଁ କେତେ ଲୋକଙ୍କ ସହିତ, ଅଧିକା ଲୋକଙ୍କ ସହିତ ମିଶି ପାରୁଛି, ଆଉ କେତେ ମୋର ଟିମରେ ଯୋଉମାନେ ଅଛନ୍ତି ତାଙ୍କ ସହିତ କେତେ ଭଲ ସମ୍ପର୍କ ତିଆରି କରିପାରୁଛି, ଆଉ ତାଙ୍କୁ କେତେ ଆପଣାର କରିପାରୁଛି। ଇଏ ସିଷ୍ଟମ ହଉଛି ଲୋକଙ୍କୁ ଆପଣାର କରିବାର ନା, କେତେ ଆପଣାର କରିପାରୁଛି, ଆଉ କେତେ ଭାବରେ ଆରସିଏମ ର ପ୍ରଡକ୍ଟ ତାଙ୍କୁ ୟୁଜ କରିବା ପାଇଁ ତାଙ୍କର ମନୋବୃତ୍ତି ତିଆରି କରିପାରୁଛି। ତେଣୁ ଆଜି ଏଇ ସଂକଳ୍ପ ନେଇକରି ଫେବୃଆରୀ 1ରେ ଆମେ ନିଜର ସବୁ ଗୋଲ ସେଟିଂ କରିବା। ଆଉ ତାପରେ ଆଜି ହେଲା ସୋମବାର, କାଲି ମଙ୍ଗଳବାର, କାଲି ମଙ୍ଗଳବାରରେ ଗୋଲ ସେଟିଂ ର ସ୍ୱତନ୍ତ୍ର ଭାବରେ ଗୋଟେ ପ୍ରୋଗ୍ରାମ ହବ। ତେଣୁ ଆପଣ ମାନେ ସମସ୍ତେ ଚେଷ୍ଟା କରିବେ ନିଜର ଟିମ ର ସମସ୍ତଙ୍କୁ କାଲି ସେ ପ୍ରୋଗ୍ରାମ ରେ ଆଟେଣ୍ଡ କରିବା ପାଇଁ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓଭର ଟୁ ସତପତି। बहुत बढ़िया सर, बहुत बढ़िया। एक्चुअली निहाती दरकार जीवन रे हमको आगु को बढ़िबा को हेले गोल तो सेटिंग करबा निहाती दरकार। ସାର୍ଙ୍କର ଏଇ ପ୍ରେରଣା ଆମ ଲାଇଫରେ ଗୋଟେ ବହୁତ ବଡ଼ ପ୍ରଭାବଶାଳୀ ହେଇଯାଇ ପାରିବ। ତ କାଲି ସାର୍ ଆକ୍ଚୁଆଲି ଆଜି ରବିବାର, କାଲି ସୋମବାର।
ପହରଦିନ ମଙ୍ଗଳବାର। ସରି ପରଦିନ। ଓକେ ଓକେ ଠିକ ଅଛି, କିଛି ଅସୁବିଧା ନାହିଁ। ତ ଆମେ ଗୋଟେ ଦିନ ଆଗୁଆ ବି ଚାଲିବା ଠିକ ନିହାତି ଦରକାର। ଆ, ସବୁଠୁ ବଡ଼ କଥା ସାର୍ ଯେ ଇଏ ମାସରେ ବହୁତ କିଛି ଅଫର, ମାନେ ଏଇ ବହୁତ କିଛି ଆମ ପାଇଁ ଏ, ମାନେ ପରମାତ୍ମା ଆମକୁ ଦେଇଛନ୍ତି ଯେ ଆମର ଗ୍ରୋଥ କରିବା ପାଇଁ ବହୁତ ବଡ଼ ଆକାରରେ। ତ ଫାଷ୍ଟ କଥା, କଟକରେ 8 ତାରିଖ ହୋଟେଲ ବିଶାଲିନ, ଆଗରୁ ଶତାବ୍ଦୀ ଭବନ ହେଇଥିଲା, ତ ଶତାବ୍ଦୀ ଭବନ ନ ହେଇକି ଗୋଟେ ହୋଟେଲ କନଫରେନ୍ସ ରୁମରେ ହବା, ସିଏ ବି ଗୋଟେ ବହୁତ ବଡ଼ କଥା। ତ ଯୋଉ ସାଥୀମାନେ ଆଜି ପର୍ଯ୍ୟନ୍ତ କିଛି ବୁଝି ନାହାନ୍ତି, ବିଶେଷ କରି ଜଏନ୍ କରିଯାଇଛନ୍ତି ରହିଯାଇଛନ୍ତି, କିମ୍ବା ସେମାନେ ଆରସିଏମ ର ଇଏ ରୂପ ସେ ଦେଖି ନାହାନ୍ତି କିମ୍ବା ଜଏନ୍ ବି କରିନାହାନ୍ତି, ତ ସେମାନଙ୍କୁ ଇଣ୍ଡିଭିଜୁଆଲି ଫୋନ କରିକି ମିଶିକି ଆମ ହାତରେ ଇଏ 7 ଦିନ ରହିଲା, ସେମାନଙ୍କୁ ଡାକିବା ନିହାତି ଦରକାର। ତା ଛଡା ସବୁଠୁ ବଡ କଥା ଆମ ପାଇଁ ରହୁଛି ଯେ 14 ତାରିଖ ଦିନ ଆମର ଗୁରୁଦେବ ଆମ ପାଖକୁ ଆସୁଛନ୍ତି। ସଞ୍ଜୀବ ସାରଙ୍କର ଯୋଉ ଟ୍ରେନିଂ ପ୍ରୋଗ୍ରାମ, ତ ଯେତେବେଳେ ଆରସିଏମ ର କିଛି ବି ନଥିଲା, ସଞ୍ଜୀବ ସାରଙ୍କର ଯୋଉ ପ୍ରୋଜେକ୍ଟର ମାଧ୍ୟମରେ ଫାଷ୍ଟ ଟାଇମ ଯୋଉ ଦେଖଉଥିଲେ, ତ ବହୁତ ଡିମାଣ୍ଡ। ଆଜି ତାଠୁ ଆହୁରି ଅପଡେଟ ହେଇସାରିଲେଣି, ସାର୍ ବି ବହୁତ କିଛି ଡେଭଲପ ବି କରିସାରିଲେଣି। 14 ତାରିଖ ଆମ ପାଇଁ ବୁଦ୍ଧ ମନ୍ଦିରରେ ସାରଙ୍କର ସେମିନାର ଅଛି। ତ ସେମିନାରକୁ ଫୋକସ କରିବା ନିହାତି ଦରକାର। ସାର୍ ଯେମିତି କହିଲେ ନା, ସାମାଜିକ ଦାୟରା ବଢେଇବା ପାଇଁ ସଂଖ୍ୟା ବଢେଇବା ଦରକାର। ଆଉ ଇଏ ସଂଖ୍ୟାର ଖେଳ, ଯାହାର ଅଧିକା ସଂଖ୍ୟା ତାର ଅଧିକା ଗ୍ରୋଥ, ଯାହାର କମ ସଂଖ୍ୟା ତାର କମ ଗ୍ରୋଥ। ସଂଖ୍ୟା ଯେତେ ବଢେଇ ପାରିବା, ଯେତେ ଲୋକଙ୍କ ସାଙ୍ଗରେ ମିଶି ପାରିବା, ଖୋଲିକି ମିଶି ପାରିବା, ସେତେ ବହୁତ ବଡ ହେଇଯାଇ ପାରିବ। ଓକେ, ବହୁତ ବଢିଆ କଥା। ଆଉ ସାର୍ ଆପଣ ଯେମିତି କହୁଥିଲେ କି ଯାହା କରୁଛେ ଯେତିକି ମିଳୁଛି ସେତିକି ମିଳିବ, ତ ଆଉ କିଛି ପରିବର୍ତ୍ତନ ଦରକାର। ତ ସେଥିପାଇଁ ମୁଁ ବି ଗୋଟେ ପରିବର୍ତ୍ତନ ଚିନ୍ତା କଲି ଯେ ନାଇଁ, ଆମେ ଏଇ ଯୋଉ ଗ୍ୟାସେସ ର ଫର୍ମୁଲାର ଯୋଉ ଫର୍ମାଟ ଆମେ ତିଆରି କରିଥିଲେ, ତ ବହୁତ ଇଏ ବଢିଆ। ଫର୍ମାଟରେ ଟିକେ ପରିବର୍ତ୍ତନ କରାହେଇଛି। ମୁଁ ତାକୁ କରିଛି, ଆଚ୍ଛା ଆଚ୍ଛା। ଆଜିଠୁ ସର୍କୁଲେଟ କରିବି। ଆକ୍ଚୁଆଲି କଣ ହଉଛି ନା, ଆମେ ଓଡ଼ିଆ ଭାଷାଭାଷୀ ଲୋକ, ଏଠି ହିନ୍ଦୀ ଇଂଲିଶ କୁ ଏତେ ଶୀଘ୍ର, ହଁ ଆମେ ବୁଝୁଛୁ, କିନ୍ତୁ ଏତେ ଶୀଘ୍ର ଆକ୍ସେପ୍ଟ କରିପାରୁନୁ। ମୁଁ ତାକୁ କହିଲି କି ନାଇଁ, ତାକୁ ଟ୍ରାନ୍ସଲେଟ କରିବା ଓଡ଼ିଆରେ। ହିନ୍ଦୀ ରହିଛି, ହୁଁ ଇଂଲିଶ ବି ରହିଛି, ତା ସାଇଡରେ ଓଡ଼ିଆକୁ ରହିଛି। ଆଉ ଯେତେବେଳେ ମୁଁ ନିଜେ ବି ପଢୁଛି ସେ ଓଡ଼ିଆକୁ, ହଁ ମତେ ଲାଗୁଛି ଯେ ଏଇ ସବୁ ଜିନିଷ ତ ମୁଁ କରିଦେଇ ପାରିବି। ତ ମାନେ ହିନ୍ଦୀକୁ ଆମର ଗୋଟେ ସବକନସିୟସ ମାଇଣ୍ଡରେ କନଭିନ୍ସ କରିବା, ଆଉ ୟା ଉପରେ ଓଡ଼ିଆରେ କରିବା, ତ ବହୁତ ଭଲ କଥା। ମଙ୍ଗଳବାର ତ ସେସବୁ କଥା ଅଛି। ତ ଆଜି ସାର୍ ଆମେ ସମସ୍ତେ ସଂକଳ୍ପ ନେବା, କିନ୍ତୁ ସଂକଳ୍ପ ନେବା ପୂର୍ବରୁ ଯୋଉମାନେ ଆଚିଭମେଣ୍ଟ କରିଛନ୍ତି, ତ ସେମାନଙ୍କ ପଦରେ ତାଙ୍କଠୁ ପଦେ ପଦେ ଶୁଣିବା। କ୍ୟାମେରା ଟିକେ ଅନ୍ କଲେ ବହୁତ ଭଲ ଲାଗିବ, କାରଣ ଆମେ ସମସ୍ତେ ଆପଣମାନଙ୍କୁ ଦେଖିବୁ, କାରଣ ଆପଣମାନେ ଆଚିଭର। ସାର୍ ବି ଟିକେ ପୂର୍ବରୁ କହିଲେ ଯେ ଆପଣମାନଙ୍କର ବାର୍ତ୍ତା ପୁରା ଅଲ ଓଭର ଇଣ୍ଡିଆରେ ଯିବା ଦରକାର। ତ ଅଲ ଓଭର ଇଣ୍ଡିଆରେ ଯିବାକୁ ଆପଣ ମୁହଁ ଲୁଚେଇକି ଯଦି କହିବେ, ତ କେବଳ ବାର୍ତ୍ତା ହିଁ ଯିବ, କିନ୍ତୁ ବାଇ ଫେସ୍ କେହି ଜାଣିପାରିବେନି। ଓକେ, ଆଜି ଆମ ଭିତରେ ଯୋଉ ସାଥୀମାନେ ବି ଅଛନ୍ତି, ଯୋଉମାନେ ଗତ ମାସରେ ଗ୍ରୋଥ କରିଛନ୍ତି, ତ ସେମାନଙ୍କୁ ଆମେ ଦେଖିବା। ତ ଫାଷ୍ଟ ଆମେ ପ୍ରବୀଣା ମ୍ୟାଡାମକୁ ଇନଭାଇଟ୍ କରିବା। ମ୍ୟାଡାମ, ଆପଣ ଗତ ମାସରେ ଷ୍ଟାର୍ଟର ପିନରେ ପରିଣତ କରିଛନ୍ତି, ବହୁତ ବହୁତ ଧନ୍ୟବାଦ। କଂଗ୍ରାଚୁଲେସନ ମ୍ୟାଡାମ, ବହୁତ ବହୁତ ଧନ୍ୟବାଦ। ଆପଣ ଆଗକୁ କଂଗ୍ରାଚୁଲେସନ ବଢନ୍ତୁ। କଂଗ୍ରାଚୁଲେସନ। ଆଜ୍ଞା, थैंक यू सर, थैंक यू सर। जय आरसीएम। ଜୟ ଆରସିଏମ ଜୟ ଆରସିଏମ। ଜୟ ଆରସିଏମ ମ୍ୟାଡାମ। ଜୟ ମାନେ ଆରସିଏମ। କଂଗ୍ରାଚୁଲେସନ କଂଗ୍ରାଚୁଲେସନ। କଂଗ୍ରାଚୁଲେସନ थैंक यू, କଂଗ୍ରାଚୁଲେସନ। थैंक यू सर। ମାନେ ସିଏ ଯୋଉ ଉପର ବାଲାର କୃପା, ଆଉ ଆମ ଅଫଲାଇନ ର ମେହନତ। ମୁଁ ଭାବେ ଆମ ଅଫଲାଇନ ର ବହୁତ, ଆମରି ପାଇଁ ବହୁତ ସଫଳ କରିନ, ଯେ କେମିତି ଏମାନେ ଆଗକୁ ଯିବେ। ସେଇଟା ମୁଁ ସବୁବେଳେ ଚିନ୍ତା କରେ ଯେ ମୋ ଅଫଲାଇନ ଏତେ ଭଲ ଆମର, ଯେ ଆମକୁ ଆଉ କିଛି ଚିନ୍ତା କରିବାକୁ ପଡେନି, ସେ ସବୁବେଳେ ଆମ ସାଙ୍ଗରେ। ମୁଁ ଆଉ ଏତିକି କହିବି, ଆଉ କିଛି କହିବାକୁ ଚାହୁଁନି। ଓକେ, ଦେଖନ୍ତୁ ବହୁତ ବହୁତ ଥ୍ୟାଙ୍କ ୟୁ ମ୍ୟାଡାମ, ସାର୍। ଆପଣଙ୍କୁ ବହୁତ ଧନ୍ୟବାଦ, ଆପଣଙ୍କର ବହୁତ କଂଗ୍ରାଚୁଲେସନ। ଆଉ ଆପଣ ଆଜି ଯୋଉ ଥ୍ୟାଙ୍କ ୟୁ କଥା ସାର୍। କହିଲେ ସେଥିପାଇଁ ମଧ୍ୟ ବହୁତ ଧନ୍ୟବାଦ। କିନ୍ତୁ ପ୍ରକୃତରେ ଆ, ଯଦି ବ୍ୟକ୍ତିର ନିଜର ଚେଷ୍ଟା ନଥିବ, ଭଗବାନ କେତେବେଳେ ଆମର ତ ସହଯୋଗ ଚେଷ୍ଟା କରିବେନି। ଅଛି, ତେଣୁ ଚେଷ୍ଟା ତ ଯେହେତୁ ଅଛି।
God help those help themselves. ଆପଣଙ୍କର ସେ ଆଗ୍ରହ ଉତ୍ସାହ ଅଛି, ଯାହାର ଆଗ୍ରହ ଉତ୍ସାହ ଅଛି ପାଦେ ଚାଲିବା ପାଇଁ ସେ ଚେଷ୍ଟା କରିବ, 10 ପାଦ ସହଯୋଗ ମିଳିବ। ଇଏ ହଉଛି ଆମ RCM ର ବଡ, ସମସ୍ତଙ୍କୁ ବଡ ଚିନ୍ତାଧାରା, ଯେ ଜଣେ ଯଦି ପାଦେ ଆଗେଇବା ପାଇଁ ଚେଷ୍ଟା କରୁଛି, ତାଙ୍କ ମନରେ ଆଗ୍ରହ ଉତ୍ସାହ ଅଛି, ତେବେ 10 ପାଦ ସହଯୋଗ ମିଳିବ। ଆଉ ଯଦି କିନ୍ତୁ ସାର୍ ସେ ଆଉ ଗୋଟେ ସେଇଟା ତ, ଏଇଟା ତ ଠିକ କଥା, କିନ୍ତୁ ସାର୍ ଆଉ ଗୋଟେ ତ ସହଯୋଗ ଦରକାର ନା। ଯଦି ଆପଣଙ୍କ ସେଇପରା, ଅଫଲାଇନ ଆପଣଙ୍କୁ ସେ 10 ସହଯୋଗ ପାଦ କରିବେନି। ସହଯୋଗ ମିଳିବ। ଯଦି 10 ପାଦ ହଁ, ସହଯୋଗ ମିଳିବ, ଆପଣ ଯଦି ପାଦେ ଆଗେଇବେ ତାହେଲେ ତମେ 10 ଦି ପାଦ ପାଦ ସହଯୋଗ ମିଳିବ। ଯାଇଥିବ, ତମକୁ ଯଦି 8 ପାଦ ସହଯୋଗ ମିଳିଗଲା, ଆପଣ ଚାଲିଲେ। ତେଣୁ ଏଇ ସେ ଯୋଉ ସିଷ୍ଟମ। କହୁଛି ଯେ ମୁଁ ଏତେ ଭଲ ଠାକୁରଙ୍କ ପାଖରେ କୃତଜ୍ଞ, ଆମ ଅଫଲାଇନ ଏତେ ଭଲ। ଥ୍ୟାଙ୍କ ୟୁ ସାର୍। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ନମସ୍କାର। ନମସ୍କାର। ओके, बहुत बहुत बढ़िया कथा एक्चुअली। मैडम भी बहुत बढ़िया कहले। कारण हेड दीदी तो सब अच्छी, हेड दीदी सब चाहते जे बड़ दीदी बड़ दीदी सब चाहते समस्त, किंतु सार भी जोटा कहले मुझे 100% मानिली। सार माने आमे जदि कारण ऑफलाइन तो चाहेबो जे समस्ते तांको टीम रो ग्रोथ करंतु, किंतु जो माने निजे न चाहेबे ताले से केबे ग्रोथ ହଁ, करि। ସେଇଟା ତ ଠିକ କଥା, ସିଏ ବି ଠିକ କଥା। ओके, ନିଜେ ନ थैंक यू। ଚାହିଁଲେ ବି କିଛି ହବନି। थैंक यू, बहुत बहुत धन्यवाद आपको। ଥ୍ୟାଙ୍କ ୟୁ ସାର୍। नमिता मैडम, आपण भी स्टार्टअप पिन अचीवमेंट करचंती, बहुत बहुत धन्यवाद, कांग्रेचुलेशन। बहुत बहुत धन्यवाद। आपण जो अचीवमेंट करचंती तो किछि कोंतु। नमिता मैडम अनम्यूट करंतु, अनम्यूट करंतु। हाँ मैडम, ସାର୍ ନମସ୍କାର। नमस्कार ଜୟ मैडम, ଆର୍ଯ୍ୟ ନମସ୍କାର, कांग्रेचुलेशन। ନମସ୍କାର, ଜୟ ସାର୍ଙ୍କୁ ଆର୍ସିଏମ୍, ମୋର ନମସ୍କାର। କଂଗ୍ରାଚୁଲେସନ। ସାର୍ ମୁଁ ଆଉ କଣ କଂଗ୍ରାଚୁଲେସନ। କହିବି ଆପଣଙ୍କୁ, ମୋର ଯାହା ହଉ ମୁଁ ଯୋଉ ଟାର୍ଗେଟ ନେଇଥିଲି ମୁଁ ପହଞ୍ଚି ପାରିଲି ଶେଷ ସୀମାରେ। ମୁଁ କହିଥିଲି ଶେଷ ସୀମା ଷ୍ଟାର୍ଟଅପ ନୁହେଁ, ଇଏ ଆରମ୍ଭ, ଆରମ୍ଭ ଆପଣଙ୍କର, ଶେଷ ସୀମା ନାହିଁ, ଆରମ୍ଭ। ମୋର ଆରମ୍ଭ, କିନ୍ତୁ ମୋର ହଉଛି ଏଇଟା ହଉଛି ଶେଷ, ମାନେ ମୁଁ କହିଥିଲି 30 ତାରିଖ ଭିତରେ ମୁଁ ଆଚ୍ଛା, ସେଇଟା ଇଏ କରିବି, ଆଚିଭ କରିବି ବୋଲି। ମୋର ଯାହା ଥ୍ୟାଙ୍କ ହଉ ୟୁ, ମୋର ଥ୍ୟାଙ୍କ ସହଯୋଗ ମିଳିଲା, ମୋର ମୋ ମିତାଞ୍ଜଳି ମ୍ୟାଡମଙ୍କଠୁ, ଆରତୀ ମ୍ୟାଡମଙ୍କର ଇଏ ସବୁକୁ ନେଇକିରି ମୁଁ ହଉଛି ଆଗକୁ ଉଠେଇଛି କାଲି। ୟୁ, ମତେ ନିଶ୍ଚିତ ବହୁତ ଭାବରେ। ଖୁସି ଲାଗିଲା। ସାର୍ ବି କହିଲେ ତମର ଏତିକି ଅଛି, ସାର୍ ଲେଖିଦେଲେ। ତାପରେ ମତେ ଇଏ ନୟନ ସାର୍ ବି ଯାଇକିରି ସବୁ ଜିନିଷ ବୁଝାମଣା କରିକିରି କରିଛନ୍ତି। କିନ୍ତୁ ମିତାଞ୍ଜଳି ମ୍ୟାଡମ ସମସ୍ତଙ୍କୁ ସହଯୋଗ କରିଛନ୍ତି, ଆମ ଟିମ୍ ଟା ଇଏ କେମିତି ବଢିବ ଆଗକୁ। ସେଇ ଇଏ ହଉଛି ଟିମ୍ ୱାର୍କ, ତେଣୁ ସମସ୍ତଙ୍କର ସହଯୋଗରେ ହିଁ ଆମେ ଆଗକୁ। ଆଉ କିନ୍ତୁ ଆମ ଭିତରେ ସେ ଆନ୍ତରିକ ଇଚ୍ଛା ରହିବା ଦରକାର। ଆଉ ସେ ଇଚ୍ଛା ସାର୍ ଶକ୍ତି ଇଚ୍ଛା ଆପଣଙ୍କ ଅଛି ବୋଲି ଭିତରେ ତ। ଅଛି ମାନେ, ସେ ନିଶ୍ଚିତ ଭାବରେ ଆକର୍ଷଣ ଶକ୍ତି ଦ୍ଵାରା ସେ ଟାଣି ହେଇକିରି ଚାଲି ଆସିବ ସହଯୋଗ। ଆଜ୍ଞା, ଆଜ୍ଞା ସାର୍। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ସାର୍ ओके, ଅଛି। बहुत बहुत धन्यवाद आपको। बहुत कंग्रेचुलेसन। आपण आगु को बढ़ी चलंतु, ए मासरे 100% ग्रोथ भी हो। आउ ये पूरा को पूरा मु एक्चुअली दबा को चाहे जे ये गुरुकुल आ गुरुकुल शाखा को आपण माने रेगुलर आसुचंती, कारण माइंड प्रोग्रामिंग सबले माइंड जदी हमको ग्रोथ करिवारे प्रत्येक दिन सकाळु सुनिबा हेई परिबो। आ ये होची प्रैक्टिकल एग्जांपल, सेते लगी सब साथी मानको मु कहया को चाहे जे रेगुलर गुरुकुल को आसंतु आ गुरुकुल शाखा को आसंतु, ताकि आमे डेवलप हेई परिबा। ओके, ସାର୍ ସାର୍ ଆମର ତ ପୁରା 6:30 ହେଲା ମାନେ ଆମେ ପୁରା ଫୋନ ଖୋଲିକି ବସି ପଡୁଛୁ, ଏତେ ଇଚ୍ଛା ହଉଛି। 3 ମାସ ହେଲାଣି ଆମର ପୁରା ପ୍ରବଳ ଇଚ୍ଛା। ଆମେ ଯୋଉଠି କେତେବେଳେ ଟାଇମ ପାଉନୁ, ଦେଖୁନୁ କୋଉ ଟାଇମରେ, କିନ୍ତୁ ସବୁବେଳେ ମୋର ମୋର ଫୋନ ଖୋଲା ହେଇକି ଯାଉଛି। ମୁଁ ମୋର ଯାହା କରିବା କଥା କରୁଛି, ଆପଣଙ୍କ ସହିତ ସାମିଲ ହେଇକିରି ଆଉ वाह बहुत ଆଗକୁ बढ़िया। ମଧ୍ୟ ବଢିବି ଆଉ। वाह बहुत बढ़िया, बहुत बढ़िया। आपण आगु को बढ़ी चलंतु। আজি संकल्पर कथा जेतेबेले आसीची तो मु फास्ट कहबी जे आरती अपा तांको टीम रे बिगनर पिन नर्मदा मैडम कर हला, स्टार्टर पिन 2 जनकर हला, तो आगु को बहुत बड़ हेई परिबो। तो আজি 1 फेब्रुआरी रे कोन संकल्प हबो? আজি आरती अपा को स्टार्ट हबो। जय आरसीएम। ଜୟ ଆର୍ସିଏମ୍। ମୁଁ ସବୁବେଳେ ମୋର ପ୍ରଚେଷ୍ଟାରେ କେବେ ମୁଁ ଇଏ କରେ, ମୁଁ ସେଥିପାଇଁ ସାର୍ ସମ୍ବଲପୁରରେ ଥାଇବି ମୋ ଟିମ୍ କି ମୁଁ ଫଲୋ ଅପ୍ କରୁଥିଲି। ଆଉ ମୁଁ ଚାହୁଁଥିଲି
ଯେ ନମିତା ମହାନ୍ତି ଏଥର ଷ୍ଟାର୍ଟଅପ୍ ଇନ୍ ଯାଆନ୍ତୁ। ପ୍ରବୀଣା ମ୍ୟାଡାମ ଲଗାତାର ବିଘ୍ନରେ ରହିଛନ୍ତି, ମତେ ଭାରି ଖରାପ ଲାଗେ। ଅପା କେମିତି ତମେ ଚେଷ୍ଟା କର, ସିଏ ବି ବହୁତ ସହଯୋଗ କରିଛନ୍ତି, କେମିତି ଯିବେ ବୋଲି ତାଙ୍କର ବି ଚେଷ୍ଟା ଥିଲା। ନୟନ ବାବୁଙ୍କୁ ବି ଫୋନ କରି ମୁଁ ସବୁବେଳେ କହୁଥିଲି, ଲୁଲୁ ତମେ ତମେ କେମିତି ବିଭି ପଢାଅ, ତମେ ବି 5,000 ବିଭି କର, ଆଉ ତମେ ଷ୍ଟାର୍ଟଅପ୍ ନିଅ, ଆଉ ସବୁବେଳେ ନିଜର ଗ୍ରୋଥକୁ ଦେଖ, ଆଉ ପୁରା ଟିମ୍ କି ଫଲୋଅପ୍ କର। ଆଉ ମୁଁ ସେଇଠି ଥାଇକି ସମ୍ବଲପୁରରେ ମୁଁ କହିଲି ନାଇଁ, ଆମର ନର୍ମଦା ମ୍ୟାଡାମ ସବୁଠୁ ବয়োଜ୍ୟେଷ୍ଠ ଆଉ ସମସ୍ତଙ୍କ ସମ୍ମାନନୀୟ ଜଣେ ଲେଡି। ମୋର କହିବା କଥା, ତମେ କେମିତି ବିଗ୍ନର ପିନ୍ ଆଚିଭ୍ କର, ସେଥିପାଇଁ ତାଙ୍କୁ କହିଲି। ସିଏ ବି ମନ ଦେଇ ଲାଗିଗଲେ କେମିତି ମୁଁ ବିଗ୍ନର ପିନ୍ ନେବି। ଭାରି ଖୁସି ଏକ୍ସାଇଟେଡ ବି ହେଲେ ଯେ ମୁଁ ଡାଇମଣ୍ଡ କ୍ଲବ କଲି। ହେଲି କହିଲାରୁ ମତେ ଡାକନ୍ତି ନିକ୍ ନେମ୍, ଆଉ ହେଲି ମତେ କହିଲାରୁ ମୁଁ ବିଗ୍ନର ପିନ୍ ବି ପାଇଲି। ଭାରି ଖୁସି। ଆମେ ଗୋଟେ ଆମର ୱେଲକମ୍ ମିଟିଂ ଦିନ ଭଲ କିରି ଏଟାକୁ ସେଲିବ୍ରେଟ କରିବି। ବାह, ମୋ ତରଫରୁ ମୁଁ ସେଲିବ୍ରେଟ କରିବି। ବାह, ମୋ ବହୁତ ଟିମ୍ ବଢିଆ, ହାର୍ଟ। ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ। ଓକେ, ଆମେ ସମସ୍ତେ ବର୍ତ୍ତମାନ ସଂକଳ୍ପ ନବା। ତ ସଂକଳ୍ପ ନବାର ସମୟ ବି ଆସି ଯାଇଛି। ତ ଫାର୍ଷ୍ଟ ଷ୍ଟାର୍ଟ କରିବା, ଆକାଶଠୁ ଷ୍ଟାର୍ଟ କରିବା। ଆକାଶ। ଜୟ ଆର୍ସିଏମ୍, ନମସ୍କାର ସାର୍। ଆଉ ଆଜି ତ ବହୁତ ସାରା ପ୍ରଡକ୍ଟ ନୂଆ ଲଞ୍ଚିଂ ର ଆଜି ହିସାବରେ ଦେଖେଇଲେ, ଆଉ ସେ ପ୍ରଡକ୍ଟ ମାଧ୍ୟମରେ ଏଇ ମାସରେ ମଧ୍ୟ ସେ ପ୍ରଡକ୍ଟ ଆଣିକି ତ ତା ବିଷୟରେ ବି ଗ୍ରୋଥ କରିବୁ। ଆଉ ମାର୍ଚ୍ଚ ମାସ ଭିତରେ 1,70,000 ବିଜନେସ କରିବାର ଚେଷ୍ଟା ଚାଲିଛି। ଆଉ ଏଇ 14 ତାରିଖ ପାଇଁ ଉଚ୍ଚ କିଛି ଲୋକ ନବାକୁ ଚେଷ୍ଟା ଚାଲିଛି। ଆକାଶ, ଫେବୃଆରୀ ସରିନି, ମାର୍ଚ୍ଚ କଥା କାହିଁ ଚିନ୍ତା କରିବା? ଆଗେ ଫେବୃଆରୀ ତ। ଫେବୃଆରୀରେ କେତେ ଗ୍ରୋଥ କରିବା? 100% ତ ଗ୍ରୋଥ କରିବା। ଆଜ୍ଞା ସାର୍, 100% ସାର୍ ଗ୍ରୋଥ ହବ। ବାପା ଅଛନ୍ତି ପାଖରେ? ବାପା। ଆଜ୍ଞା। ହୁଁ, ଜୟ ଆର୍ସିଏମ୍, ନମସ୍କାର। ନମସ୍କାର। ମୁଁ ତ ପାଖାପାଖି ଅଛି, ବର୍ତ୍ତମାନ ବାହାରିଛି ମୋ ପାଖକୁ ଯିବା ପାଇଁ। ଆଉ ମିଟିଂ ସରିଲେ ମୁଁ ଯିବି ଯେତିକି ପ୍ରୋଗ୍ରାମ। ଆମର ହେଇଛି, ମୋର କହିବା କଥା ଏତିକି ଯେ ଯେତିକି ଆମର ଜାନୁଆରୀରେ ହେଇଛି ତାର ଡବଲ, ମାନେ 100% ଗ୍ରୋଥ ଫେବୃଆରୀରେ ହବ। ଏଇଟା ହଉଛି ସଂକଳ୍ପ। ଏ ଗୋଟେ ମିନିଟ, ମୁଁ ଗଗନ ବାବୁଙ୍କୁ ଟିକେ ପଦେ କହିବି। ସାର୍। ହ୍ୟାଲୋ ଗଗନ ବାବୁ, ଆଜ୍ଞା ନମସ୍କାର। ଆପଣ ଆପଣ ପ୍ରତିଦିନ ସକାଳେ ବାହାରୁଛନ୍ତି, ପୁରା ଦିନ ସାରା ଆପଣଙ୍କର କାମ ଚାଲିଛି, ରାତିରେ ଫେରୁଛନ୍ତି, ଆଜ୍ଞା ଏଇଆ ନା? ଆଜ୍ଞା। କେତେ ବର୍ଷ ହେଲା ଚାଲିଲାଣି? କେତେ ବର୍ଷ ହେଲାଣି? ନାଇଁ ଆମ କାମ ହଉଛି, ଆମେ ଥରେ ଗଲେ 15 ଦିନ ବାହାରେ, ଆଉ 15 ଦିନ ଆସିଲା ପରେ 5 ଦିନ ଘରେ, ଏଇଭଳି ନାଇଁ, ମୁଁ କାମ। ଗୋଟେ ପଦ କଥା କହୁଛି। ଆପଣ ଆରସିଏମ, ଆଜି ଫେବୃଆରୀ 1 ତାରିଖ, ଆପଣ ଆରସିଏମ ସହିତ ସମ୍ପର୍କ ରଖିଥାନ୍ତୁ। ଆପଣଙ୍କର ସମୟ ଯେତିକି ପାଉଛନ୍ତି ସେଥିରେ ଚେଷ୍ଟା କରନ୍ତୁ, ଆଉ କେତେବେଳେ କେତେବେଳେ ଆପଣ ଟିକେ ଛୁଟି ନେଇକି କାମରେ ଲଗାନ୍ତୁ। ଏଇଭଳି ଯଦି ଆପଣ କଣ୍ଟିନ୍ୟୁଅସଲି 3-4 ମାସ କରିବେ, ଧୀରେ ଧୀରେ ଆମେ ଆପଣଙ୍କୁ ଯୋଉ ପ୍ରକାର ସିଷ୍ଟମରେ ଆପଣ କାମ କରୁଛନ୍ତି, ତାଙ୍କୁ ଆପଣ ଆରସିଏମ କଣ କରିବ ନା, ଆପଣଙ୍କୁ ଧୀରେ ଧୀରେ ସେ ପ୍ରକାର କାମରୁ ଦୂରେଇ ଆଣିବ। ଆଉ ଆପଣଙ୍କୁ ଏମିତି କାମରେ ଆପଣ ବ୍ୟସ୍ତ ରହିବେ ଯେ ଘରେ ବସି ଆପଣ କାମ କରିବେ, ଏବଂ ଆପଣଙ୍କର ଟିମ୍ ସାରା ଓଡିଶାରେ ଚାରିଆଡେ ଥିବେ। ତ ସେଇଟା ଚାହୁଁଛନ୍ତି ନା ନାଇଁ? ସେମିତି ଯଦି 2-3 ବର୍ଷ କରିଲା ପରେ ଆଜି ପର୍ଯ୍ୟନ୍ତ ସେଇଟା ଅଛି। ମନରେ ମନରେ ସବୁବେଳେ ସେଇଟା ହିଁ ରଖନ୍ତୁ। ଆଉ ଆପଣଙ୍କର ନିଶ୍ଚିତ। ପୁଅ ଆକାଶ, ସିଏ ଗୋଟେ ଡାଇମଣ୍ଡ ହବା ପାଇଁ ତାର କ୍ୱାଲିଟି ଅଛି। ତାର ଯୋଉ ପ୍ରକାର, ଏଇଭଳି ଆପଣ ଜଣେ ଆପଣଙ୍କର ପୁଅ ଏଇଭଳି ଭାବରେ ସହଯୋଗୀ, ସେକେଣ୍ଡ ଜେନେରେସନ, ତ ତାକୁ ମଧ୍ୟ ଡେଭଲପମେଣ୍ଟ କରିବେ। ଆପଣ ଆପଣ ବାପା ଏବଂ ପୁଅ ଦି ଜଣ ଆରସିଏମ ରେ ଗୋଟେ ବଡ ଆଚିଭମେଣ୍ଟ କରିପାରିବେ, ସେ କଥା ମୁଁ ସ୍ୱପ୍ନ ଦେଖୁଛି। ସେ କ୍ୱାଲିଟି ଆପଣଙ୍କ ଭିତରେ ଅଛି। ଥ୍ୟାଙ୍କ ୟୁ। ଠିକ ଅଛି, ଆପଣ ଆପଣଙ୍କର କର୍ତ୍ତବ୍ୟରେ ବାହାରନ୍ତୁ, କିନ୍ତୁ ଦିନ ଆସିବ ଆପଣ କେବଳ ଆରସିଏମ ରେ ହିଁ କରିବେ, ଆଉ ଆରାମରେ କରିବେ। ଥ୍ୟାଙ୍କ ୟୁ। ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ମୁଁ 4 ତାରିଖ ଦିନ ଯାଉଛି। ମତେ ଯେତେ ଜଣ ସାଥୀଙ୍କ ସହିତ ମିଶେଇବା କଥା ମତେ ମିଶାନ୍ତୁ, ମୁଁ ଆପଣଙ୍କ ପାଖକୁ ଯାଉଛି। ଓକେ, ସାର୍ ଥ୍ୟାଙ୍କ ୟୁ। ନବାବୁ, ଆଜି କଣ ସଂକଳ୍ପ ନେବେ? ନବାବୁ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ଜୟ ଆର୍ସିଏମ୍ ସାର୍। ସାର୍ ଏଇ କିଛି ଦିନ ହେଲା ମୁଁ ଟିକେ ସମୟ ଦେଇ ପାରୁନଥିଲି, ଟିକେ ପ୍ରୋବ୍ଲେମ ଥିଲା। ଆମର ବଡ ବୋଉ ଜଣେ ଚାଲି ଯାଇଥିଲେ, ଏମିତି ଅସୁବିଧା ଥିଲା।
ଆଉ ଆଜି ତ ଗୁରୁକୁଲ ଦେଖୁଥିଲି, ଗଗନ ଭାଇ ମତେ ଫୋନ ମଧ୍ୟ କରିଥିଲେ ମିଟିଂ କି ଆସିବ, ମୁଁ କହିଲି ନାଇଁ ମୁଁ ମିଟିଂ କି ଆସିବି ଆଜି, ଗୁରୁକୁଲ ଦେଖୁଥିଲି। ଆଉ ନିଶ୍ଚିତ ଭାବରେ ଚେଷ୍ଟା ଚଲେଇଛି ସାର୍, କିଛି ଏମିତି ବିଷମ ପରିସ୍ଥିତି ଆସୁଛି ଯୋଉଟା କି ମୋର ପରୀକ୍ଷା ନଉଛି, କିନ୍ତୁ ସେ ପରୀକ୍ଷାରେ ପାସ୍ କରିବାକୁ ହେଲେ ତ ନିଶ୍ଚିତ ଲଗାତାର ରହିବାକୁ ପଡିବ। ଲଗାତାର ରହୁଛି, କିନ୍ତୁ ମିଟିଂ ଆଉ ଗୁରୁକୁଲକୁ ଆସିବା ଟିକେ ମୋର ଟିକେ କଷ୍ଟ ହେଇଯାଉଛି ବେଳେ ବେଳେ। ମୋ ଚେଷ୍ଟା ମୁଁ ଜାରି ରଖିଛି ସାର୍। ଆଉ ନିଶ୍ଚିତ ଭାବରେ ଲାଷ୍ଟ ମାସରେ ଯାହା ଥିଲା ଚେଷ୍ଟା କରିବି, ଏ ମାସରେ ତ 2 ଦିନ କମିଯିବ, ନିଶ୍ଚିତ ଭାବରେ ଚେଷ୍ଟା କରିବି ତାଠୁ ଆଉ ଆଗକୁ ଯିବା ପାଇଁ। 100% ଗ୍ରୋଥ ଦରକାର, 100%। ଆଜ୍ଞା ଆଜ୍ଞା। ହଁ, ନାଇଁ ଜୟ ଠିକ ଜଗନ୍ନାଥ। କଥା। ଆଜି ଆପଣ ପ୍ରାକ୍ଟିକାଲ ଦେଖିଲେ ଯେ ଟିମରେ ଯୋଉ ଆଚିଭମେଣ୍ଟ ବାହାରୁଛି ନା, ଗୁରୁକୁଳ ଆଉ ଗୁରୁକୁଳ ଶାଖାକୁ ଆସିବା ଦ୍ୱାରା ବାହାରୁଛି। ତ ଠିକ ପ୍ରାକ୍ଟିକାଲି ଦେଖନ୍ତୁ, କିନ୍ତୁ ଆମେ ଯଦି ସେଇଟାକୁ ଆଭଏଡ କରିଦବା, ତାହେଲେ ଆମେ ଆମ ସକ୍ସେସ୍, ଆମ ଟିମକୁ ଯଦି ନ ଆଣୁଥିବା, ତାହେଲେ ଆମେ ଆମ ସକ୍ସେସ ରୁ ମାନେ ସକ୍ସେସ ଯୁଆଡେ ଯାଉଥିବ ତା ଆମେ ତା ଅପୋଜିଟ ସାଇଡ କୁ ଯାଉଥିବା। ଓକେ, ଆଜ୍ଞା ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ। ତ ବର୍ତ୍ତମାନ ଆମେ ବହୁତ କମ ସମୟ ଅଛି, ତ ସେଥିଲାଗି ଆମେ ଶୀଘ୍ର ଶୀଘ୍ର କରିବା, ସଂକଳ୍ପ କେବଳ କରିବା। ତ ସମସ୍ତଙ୍କ ତରଫରୁ ନମସ୍କାର ମୁଁ କହିଦଉଛି। ମିତାଞ୍ଜଳି ମ୍ୟାଡାମ। ସାର୍ ନମସ୍କାର। ଆଉ ଏଇ ଫେବୃଆରୀରେ ତ ମୁଁ କହିଛି ଆଉ କରିବି ନିଶ୍ଚୟ। ଚାନ୍ଦ ସାର୍ଙ୍କୁ ନମସ୍କାର, ଚାନ୍ଦ ସାର୍ଙ୍କ ଆଶୀର୍ବାଦ ମୋ ପାଖରେ ସବୁବେଳେ ଥାଉ। ମୁଁ ଆସ୍ତେ ଆସ୍ତେ ସାର୍ ଗଛରେ ଫଳ ଧରୁଛି, ତାପରେ ପାଚିବ, ଯାହା ହବ ନିଶ୍ଚୟ ହବ ସାର୍, ମୋର ପୁରା ଆପଣ ଗୋଟେ ମିନିଟ ମିତାଞ୍ଜଳି ମ୍ୟାଡାମ, ଆଜ୍ଞା ଆପଣ ସାର୍। ଏଇ ଫେବୃଆରୀରେ ଗୋଟେ ମିଟିଂ ଅର୍ଗାନାଇଜ କରନ୍ତୁ ଆପଣଙ୍କର ଡିସପ୍ଲେ ୱାଲ ଭେନ୍ୟୁରେ। ଆଜ୍ଞା ଆପଣ ସମସ୍ତଙ୍କୁ ଡାକନ୍ତୁ, ମୁଁ ଆଉ ସୀମା ମ୍ୟାଡାମ ଯିବୁ, ଗୋଟେ ଡେଟ୍ ଠିକ କରିବା ହେଲା। ଆଜ୍ଞା ସାର୍, ସାର୍ ନମସ୍କାର। ଦେଖନ୍ତୁ କେତେ ବଡ ନମସ୍କାର। ଅପରଚ୍ୟୁନିଟି ଆମ ପାଇଁ ରହୁଛି। ଆ- ଏକରେ କଟକରେ ୟୁଏଲପି ଅଛି, ସଞ୍ଜୀବ ଜି ଆସୁଛନ୍ତି, ସାର୍ ଆଉ ମ୍ୟାଡାମ ଆପଣଙ୍କ ଘରକୁ ଯାଇକି ସେଠି ମିଟିଂ କରିବେ, ୟୁଏଲପି କୁଇକ୍ କରିବେ, ତ କେତେ ବଡ କଥା, ଭାଗ୍ୟର କଥା। ଆଜ୍ଞା। ମନୋଜ ବାବୁ। ଜୟ ଶ୍ରୀ ସାର୍। ନିଶ୍ଚିତ ଆଜ୍ଞା, ଜାନୁଆରୀ ଟିକେ ଫେଲୁର ଅଛି, ଫେବୃଆରୀ ନିଶ୍ଚିତ କ୍ୱାଲିଫାଇ କରି ଡବଲ, ଏଇଟା ଓକେ, ନିଶ୍ଚିତ ଆଜ୍ଞା। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ। ମିନତି ମ୍ୟାଡାମ। ସାର୍ ନମସ୍କାର। ସମସ୍ତେ କହୁଛନ୍ତି ସେଇ ଗୋଟିଏ କଥା, ସେଇଟା ଗୋଟିଏ କଥା। ଆଉ ଯାହା ହଉ ମୋର ତ ମାନେ 5,000 ବି କରିଦେଇଛି, ଝିଅର ବି କରିଦେଇଛି। ତଥାପି ମୁଁ କେତେଜଣ ସାର୍ କାଲି କଥା ହେଇଛି, ତାଙ୍କୁ ସବୁ ମେମ୍ବର କରେଇବି, ଆଉ ମୋର ଟିକେ ବଢେଇବି ବୋଲି ବି ଇଚ୍ଛା ଅଛି, କିନ୍ତୁ ମୁଁ ଟିକେ ଟିକେ ପାରୁନି। ବଢେଇବା କଥା ଉଠୁନି, ଟିକେ ବଢେଇବା କଥା ଉଠୁନି। ବଢେଇବି ଯେତିକି ତ ହେଇଛି ନିଶ୍ଚୟ। ଜାନୁଆରୀରେ 100% ମାନେ ତା ଡବଲ ହବ। 100% ଗ୍ରୋଥ କରିକି ଦେଖେଇବି। ଚେଷ୍ଟା ଚଲେଇଛି। ଆଉ କଣ କରି 2 ଦିନ ହେଲା ଯାତ୍ରା ଯାଇଥିଲି, ଆଉ 2 ଦିନ ହେଲା ଦେଖି ପାରୁନଥିଲି, ଆଜି ଆସିକି ଦେଖିଲି, ମନ ଆରେ ତ ନଥିଲା। ଦେହ ଭଲ ନାହିଁ, ଯାତ୍ରା କାଇଁ ଗଲୁ? ରୁହନ୍ତୁ। ଦେଖନ୍ତୁ ଗୋଟେ ମିନିଟ ସତ୍ୟବତୀ ବାବୁ, ମୁଁ ମିନତି ମ୍ୟାଡାମକୁ ଆଉ ସମସ୍ତଙ୍କୁ ମୁଁ କହୁଛି, ଆମର ମାନେ ଯେତିକି କାର୍ଯ୍ୟକ୍ଷମତା ଆମେ କରିପାରିବୁ କି ନ କରିପାରିବୁ, ଆମେ ଇଏ ସିଷ୍ଟମ ଏମିତି ଚମତ୍କାର ଯେ ଆମେ ସେଇଭଳି ଲୋକଙ୍କୁ ସାଙ୍ଗରେ ଆଣିବୁ, ସିଏ ଆମଠୁ ଅଧିକା କାମ କରିପାରିବ। ଏଇ ଫର୍ମୁଲାରେ ମୁଁ ଆଜି ଏଠିକି ପହଞ୍ଚିଛି। ମୁଁ ଏମିତି ଏମିତି ଲୋକଙ୍କ ସାଙ୍ଗରେ ମିଶିଛି, ଆଉ ତାଙ୍କୁ ଆମ ସହିତ ଆଟାଚମେଣ୍ଟ କରିଛି, ସେମାନେ ଏତେ ପାରଙ୍ଗମ ଯେ ସେମାନେ ବହୁତ ବହୁତ ଭଲ ଭଲ କାମ କରିପାରୁଛନ୍ତି, ପାରିଥିଲେ। ତ ଆପଣମାନଙ୍କ ଶତପଥୀ ସାର୍ ଦେଖନ୍ତୁ, ଆଶୀର୍ବାଦ। ଶତପଥୀ ସାର୍ ଆସିଛନ୍ତି, ସେଇଭଳି ବହୁତ ଆସିଛନ୍ତି। ଆପଣ ମାନେ ସେମିତି କରନ୍ତୁ ନା, ଭଲ ଭଲ ଲୋକଙ୍କୁ ଆଣନ୍ତୁ, ସେମାନେ ସେମାନେ ତାଙ୍କର କ୍ଷମତା ଅନୁସାରେ କାମ କରିବେ, ଆପଣଙ୍କର ଟିମ୍ ବହୁତ ବଡ ହେଇଯିବ, ଆପଣଙ୍କର ବିଜନେସ ମଧ୍ୟ ବଡ ହେଇଯିବ। ଆପଣମାନଙ୍କ ଆଶୀର୍ବାଦ ରହିଲେ ସାର୍ ମାନଙ୍କର ନିଶ୍ଚୟ ପାରିବୁ। ଓକେ, ଆଶୀର୍ବାଦ ଥ୍ୟାଙ୍କ 100% ୟୁ। ଅଛି। 100% ଗ୍ରୋଥ ହବ, ମାନେ ଡବଲ ହବ, ଯେତିକି ହେଇଛି ତା ଡବଲ। ଆପଣ ଦେଖନ୍ତୁ ୟୁର ପରଚେଜ ଭଲ୍ୟୁମ ଯେତିକି ହେଇଛି ଗତ ମାସରେ ତା ଡବଲ। ସୁକାନ୍ତ ବାବୁ। ହଉ। ସାର୍ ଜୟ ଶ୍ରୀ ସାର୍। ସାର୍ ଏଇ ମାସରେ ତ ପ୍ରଡକ୍ଟ ଦିଟା ଲଞ୍ଚ କଲା, ବହୁତ ବଢିଆ ଲାଗିଲା। ପୋହା ଲଞ୍ଚ କଲା, ଆଉ ଛୋଟ ଆମର ରସଲା ଲଞ୍ଚ କଲା। ଆଉ ତାର ଆମର ଯୋଉମାନେ 2,500 1,500 ବିବି କରୁଛନ୍ତି, ସେମାନଙ୍କୁ ଆମର କେମିତି ମାର୍ଚ୍ଚ ମାସ ସୁଦ୍ଧା 15,000 ବିବିରେ ପହଞ୍ଚେଇବୁ, ସେଟା ଆମେ କାଲି ମନୋଜ ସହିତ କଥା ହେଇଥିଲୁ। ଆଉ ଆମର ନିଶ୍ଚିତ ଆମେ ସେଟା ବଢେଇ ଇଏ କରିବୁ। ଏଇ ମାସ ସାର୍ 100% ଏଭବ ମାସରେ ଗ୍ରୋଥ ରହିବ। ଓକେ, ବହୁତ ବଢିଆ କଥା ସାର୍। କାଲି ଗୋଟେ କଥା, ଆଉ ଗୋଟେ ଇନଫରମେସନ ମିଳିଲା। ସୁକାନ୍ତ ବାବୁ ମତେ ପଚାରିଲେ କି ଯୋଉମାନେ ଯେତିକି କରିଛନ୍ତି ଜାନୁଆରୀରେ, ଫେବୃଆରୀ ମାର୍ଚ୍ଚ ମିଶେଇକି 15,000 ଯଦି କରିଦେବେ ତ କ୍ୱାଲିଫାଇ ହେବେ କି ଏଲଡିପି ପ୍ରୋଗ୍ରାମରେ?
ତ ମୁଁ କହିଲି ମୁଁ हाँ ये ଜାଣିନି ମୁଁ ଜାଣିନି ସଞ୍ଜୀବ ଜୀଙ୍କୁ ପଚାରନ୍ତୁ। ସେ ସଞ୍ଜୀବ ଜୀଙ୍କୁ ପଚାରିଲେ ସଞ୍ଜୀବ ଜୀ କହିଲେ ହଁ ହେଇଯିବ। ତ अरे ସେଥିଲାଗି वाह बहुत बढ़िया ए देखंतु आपण संजीव जी साथ कथाबार्ता कर दीचंती ହଁ ହଁ ସାର୍ ବହୁତ ନମସ୍କାର ସାର୍ ହଁ ସାର୍ କହିଲି ମନେ କରନ୍ତୁ ଆପଣ 3000 କରିଛନ୍ତି କି ତାହେଲେ 12000 ଯଦି ଫେब्ରୁଆରୀ ମାର୍ଚ୍ଚ ରେ କରିଦେବେ ତାହେଲେ 15000 ହେଇଯିବ ତା ମାନେ ଏୟା ନା ହଁ ହଁ ସାର୍ ହଁ ସାର୍ ଆରେ ତା ବହୁତ ବଢିଆ ବହୁତ ବଢିଆ। ଆ, ଆଉ ଦି ଜଣ ରୟାଲଟି ଆଚିଭର ରହିଲେ। ଅମିୟ ବାବୁ ଆପଣଙ୍କର ସଂକଳ୍ପ କୁହନ୍ତୁ, ଆଉ ସାହୁ ଭାଇ କୁହନ୍ତୁ, 2 ମିନିଟ ମାତ୍ର ରହିଲା। ହଁ ସାର୍ ସାର୍ ନମସ୍କାର। ଏଇ ଖାଲି ଗ୍ରୋଥ ହିଁ ଗ୍ରୋଥ। ଆଉ ଏ ମାସରେ ତ ମତେ ଯେ 6 ଦିନ କମିଯିବ, ତାପରେ 24 ଦିନ ଭିତରେ ଗ୍ରୋଥ ହିଁ ହବ। କାହିଁକି ନା ଆମର ଯୋଉ ପ୍ରୋଗ୍ରାମ ସବୁ ଅଛି ସେଥିପାଇଁ ଯାହା ଯାହା ଦରକାର ସବୁ ମୁଁ କାଲି ରାତିରେ କରିନେଇଛି। ଆଉ ଆପଣମାନଙ୍କର ସହଯୋଗ ତ ଅଛି, ଆଉ ସେ ହେଇଯିବ ସାର୍। ଗ୍ରୋଥ ହିଁ ଗ୍ରୋଥ ଡବଲ ହେଇଯିବ ସାର୍। ଡବଲ ନୁହେଁ, ଅଧିକା ଥ୍ୟାଙ୍କ ହବାର ୟୁ ବି ବହୁତ ଯୋଜନା ଅଛି। ବହୁତ ବଢିଆ କରିପାରିଲେନି ବହୁତ ବହୁତ ଯେ ଧନ୍ୟବାଦ 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 ଆପଣଙ୍କୁ। ସାହୁ ଭାଇ ମାଘ ମାଘ ପୂର୍ଣ୍ଣିମାର ଆଜି ସଂକଳ୍ପ ଯେ ଆମେ ଡବଲ କରିବା, ଏଇଟା ହଉଛି 100% ଗ୍ରୋଥ କରିବା। ଏଇଟା ହଉଛି ମାଘ ପୂର୍ଣ୍ଣିମା ଆଜି ର ସଂକଳ୍ପ ଯେ ଆମେ ଏଥିରେ ନିଶ୍ଚିତ ଡବଲ କରିବା। ଏଇଟା ବି ମୋର ସଂକଳ୍ପ। ଆଉ ଲାଗି ପଡିବାର ଅଛି, ଲାଗି ପଡି ଏଟାକୁ ଡବଲ କରିବି ଯେମିତି ହେଲେ। ଓକେ over to ଶତପତି ବାବୁ। ଓକେ ଥ୍ୟାଙ୍କ ୟୁ। ଆଜି ଅଲରେଡି ତ ସମୟ ହେଇଯାଇଛି, ସବୁ ସାଥୀ ମାନଙ୍କୁ ନେଇଗଲି, ଆଉ ତ କେହି ନାହାନ୍ତି ବୋଧେ। ମମତା ପାଲ ବାବୁ ମ୍ୟାଡାମ ଅଛନ୍ତି। କୁଆଡେ? ହଁ ପାଲ ବାବୁ ଆପଣଙ୍କର କଣ ସଂକଳ୍ପ ଆଜି ରହିବ କୁହନ୍ତୁ। ମମତା ମ୍ୟାଡାମ କହିଲେ ହଁ କୁହନ୍ତୁ, ହଁ ଆଜି ମୁଁ କଣ ଆପଣ ସଂକଳ୍ପ ନଉଛନ୍ତି କୁହନ୍ତୁ। ସଂକଳ୍ପ ନଉଛି। ଲୋକ ଦିଟା ଅଛନ୍ତି ମୋ ହାତରେ ଯୋଡ଼ିବାରେ କଥା କଥା ଚାଲିଛି। ନୂଆ ତ ଜଏନ କରିଛି, ଏବେ ଚେଷ୍ଟା ଚଲେଇଛି, ଚେଷ୍ଟା କରୁଛି ଜଏନ କରିବା। ଲୋକ ଯେତେ ମାନେ ଜଏନ ଲୋକକୁ କରିବ ସେତେ ମାନେ ଆଗ ଲୋକଙ୍କର ବି ଆଶୀର୍ବାଦ ହବ, ତମର ବି ଭଲ ହବ, କମ୍ପାନୀ ବି ଭଲ ହବ। ସେ ଚେଷ୍ଟା ଠିକ ଚଲେଇଛି। କଥା ଜୟ ଠିକ ଜଗନ୍ନାଥ। କଥା ବହୁତ ବେଷ୍ଟ ବଢିଆ ବହୁତ ବଢିଆ। ଆପଣ ଦୂରରେ ରହିଲେ ବି ସୁଦ୍ଧା, ମହାରାଷ୍ଟ୍ରରେ ରହିଲେ ବି ସୁଦ୍ଧା ଆମେ ଆପଣଙ୍କ ସାଙ୍ଗରେ ଅଛୁ। ଆପଣ ଦେଖନ୍ତୁ, ଯେତିକି ଗତ ମାସରେ ହେଇଛି ତାର ଡବଲ କରିବା। ଓକେ, ଅଲରେଡି ସମୟ ସରିଯାଇଛି। ବହୁତ ବଢିଆ କଥା। ତ ଆପଣ ମ୍ୟାକ୍ସିମମ୍ ସାଥୀ ସମସ୍ତଙ୍କୁ ଗୋଟିଏ କଥା କହିବି, ସମସ୍ତେ ଡେଭଲପ କରନ୍ତୁ, 100% ର ଗ୍ରୋଥ କରନ୍ତୁ। ନମସ୍କାର, ଜୟ ଆରସିଏମ। ନମସ୍କାର ଜୟ ଜୟ ଆରସିଏଫ ଆସି ଜୟ ଆସି ଜୟ ଆସି। ଜୟ ଜଗନ୍ନାଥ।